ମାଟିର ଡାକ ଶୁଣାଯାଉଛି ଶୁଭିବ। ଭାରତବର୍ଷ ତ ଶୁଣିଥିଲ ଭାରତୀୟ ହିସାବରେ କେମିତି ସମଗ୍ର ଜାତି ଏକତ୍ରିତ ହେଇଛି ମୋଦିଙ୍କ ଡାକରାରେ। ଏବଂ ଅପରେସନ୍ ସିନ୍ଦୁର ଆରମ୍ଭ ହେଇଛି। ସମଗ୍ର ବିଶ୍ୱ ଦେଖିଛି। ମୁଁ କହୁଛି ଆଶ୍ଚର୍ଯ୍ୟ ହେଇଛି ଯେ ଏତେ କାଲକୁଲେଟରେ ଅପରେସନ୍ ସିନ୍ଦୁର ହେଇଛି। ସାର୍ ଅପରେସନ୍ ସିନ୍ଦୁର ଭଳି ଅପରେସନ୍ ଅସ୍ମିତା ସେ ଭିତରେ ବହୁତ ଆଲୋଚନା ହେଇଛି ଏବଂ ଯେତେବେଳେ ଓଡ଼ିଶାର ମାନ ସମ୍ମାନ ଗର୍ବ ଗୌରବ ଅସ୍ମିତା ତାକୁ ପଦଦଳିତ କରାହେଇଛି 4.5 କୋଟି ଓଡ଼ିଆଙ୍କର ସେ ମାନ ସମ୍ମାନ ପଦଦଳିତ ହେଇଛି ସେତେବେଳେ ଏଠି ଆରମ୍ଭ ହେଇଥିଲା ଅପରେସନ୍ ଅସ୍ମିତା ଏବଂ ପ୍ରଧାନମନ୍ତ୍ରୀ ଅସ୍ମିତାର ଅସ୍ତ୍ରରେ ସମଗ୍ର ଓଡ଼ିଆ ଜାତିକୁ ଜାଗ୍ରତ କରିଦେଲେ ଏବଂ ତାଙ୍କ ଭିତରେ ଯେଉଁ ପୂର୍ବପୁରୁଷମାନଙ୍କର ଯେଉଁ ବୀରତ୍ୱ ସାହସ ମାତୃଭୂମି ପାଇଁ ତ୍ୟାଗ ସେସବୁ ଜାଗ୍ରତ ହେଇଗଲା। ତାପରେ କ'ଣ ହେଲା ତ ଆପଣମାନେ ଜାଣିଛନ୍ତି ନା ନା ସିନ୍ଦୁର ଉପରେ ଲେଖିନି ଏଇଟା କହିଲି ତା ସାଥିରେ ସମ୍ପର୍କ ଅଛି ବୋଲି କହିଲି। ମାତୃଭୂମି ପାଇଁ ସମଗ୍ର ଭାରତବର୍ଷ ଏକାଠି ହେଇଯାଇଛି। ମାତୃଭୂମି ପାଇଁ ଓଡ଼ିଆ ଜାତି ଏକାଠି ହେଇଗଲା। ଯେତେବେଳେ ତ ମୁଁ ଆସୁଥିଲି ଓଡ଼ିଶାର ଅସ୍ମିତା ଉପରେ କହୁଥିଲି ଓଡ଼ିଆ ଜାତି କିଭଳି ଭାବରେ ତାର ମାନ ସମ୍ମାନ ଗର୍ବ ଗୌରବ ଐତିହ୍ୟ ଅସ୍ମିତା ତାକୁ ପଦଦଳିତ କରାହେଇଛି ଏବଂ ଓଡ଼ିଆ ଜାତିକି ସଚେତନ ଜନସାଧାରଣଙ୍କୁ ସାହିତ୍ୟିକମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲି ଯେ ଏ ହେଉଛି ସମୟ ଯେତେବେଳେ ଆପଣଙ୍କ ପୂର୍ବପୁରୁଷଙ୍କର ଯେଉଁ ତ୍ୟାଗ ଯେଉଁ ସଂଘର୍ଷ ରକ୍ତ ସଂଗ୍ରାମ ସବୁ ମନେ ପକାଇକରି ଓଡ଼ିଆ ଜାତି ଆଜି ଜାଗ୍ରତ ହେଇଯାଉ ଏବଂ ଯେଉଁମାନେ ତାଙ୍କର ମାନ ସମ୍ମାନ ଗର୍ବ ଗୌରବକୁ ଧୂଳିସାତ୍ କରିଛନ୍ତି ତାଙ୍କ ବିରୁଦ୍ଧରେ ସେମାନେ ତାଙ୍କର ଯୁଦ୍ଧ ଘୋଷଣା କରନ୍ତି। ସାର୍ ଅସ୍ମିତାକୁ ହତ୍ୟା କରୁଥିବା ଲୋକଟିର କ'ଣ ହେଇଛି ଅବସ୍ଥା ବର୍ତ୍ତମାନ ଏଠି? ଅସ୍ମିତାକୁ ହତ୍ୟା କରୁଥିବା ଲୋକଟିର ଅବସ୍ଥା ଏଠି କ'ଣ ହେଇଛି ଦେଖୁଛ ସବୁଦିନ ସେତେ ସେପଟେ ମମତା ଜଗନ୍ନାଥ ମନ୍ଦିରକୁ ନେଇ ମମତା ଯେପରି ବିରୋଧ କରିଥିଲେ ଜଗନ୍ନାଥ ଧାମ ଲେଖିଥିଲେ କ'ଣ କହିବେ? ମମତା ବୋଧେ ଜାଣିନାହାନ୍ତି ଜଗନ୍ନାଥ ଧାମର ଅର୍ଥ କ'ଣ। ସମଗ୍ର ଭାରତର 4ଟି ଧାମ ସେଥିରୁ ଶ୍ରେଷ୍ଠ ଧାମ ହେଉଛି ଜଗନ୍ନାଥ ଧାମ। ଆଉ ସମସ୍ତ ଶାସ୍ତ୍ର ଇଏ ସବୁକୁ ଅବଜ୍ଞା କରିକିରି ସେ ଯେଉଁ ପ୍ରକାର ଇଏ କରୁଛନ୍ତି ସେଇଟା ଭୁଲ କରୁଛନ୍ତି ଏବଂ ଭୁଲ କରିକିରି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ ବରଂ କରୁଛନ୍ତି। ସମଗ୍ର ହିନ୍ଦୁ ଜଗତକୁ କେବଳ ନୁହଁ ସମଗ୍ର ବିଶ୍ୱକୁ ସେ ଅପମାନିତ କରି ସେ ବୁଝିପାରୁନାହାନ୍ତି ଏଡ଼େ ବଡ଼ ଭୟଙ୍କର ଭୁଲ ସେ କରିଚାଲିଛନ୍ତି। ଏଇଟା ଅହଙ୍କାରକୁ କେହି ସହିନାହାନ୍ତି। ସ୍ୱର୍ଣ୍ଣବାଇ ଲଙ୍କା ଧୂଳିସାତ୍ ହେଇଛି ରାବଣ ଗର୍ବ ଗୌରବ ମାନି ଦୁର୍ଯ୍ୟୋଧନ ଏଟା ଅଛି ଆମର ପୁରାଣରେ। ପୃଥିବୀ ଯେ ଅଜ୍ଞତାକୁ ଅହଙ୍କାରକୁ ନେଇକରି ଅନ୍ୟମାନଙ୍କର ଯେଉଁ ଭାବାବେଗ ଏବଂ ସବୁ ଧର୍ମର ଯେଉଁ ମହାନ ପରମ୍ପରା ରହିଛି ଏବଂ ଭକ୍ତମାନଙ୍କର ସମଗ୍ର ବିଶ୍ୱର ଯେଉଁ ଜଗନ୍ନାଥଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ତାକୁ ଏଭଳି ଭାବରେ ଅବଲୁପ୍ତ କରିବା ପ୍ରଶ୍ନ କରିବା। ଆଉ 4 ଧାମ ଛଡ଼ା 4 ଧାମ ଭାରତବର୍ଷରେ ଅଛି। ଏ 4 ଧାମରୁ ଶେଷ ଧାମ ହେଉଛି ଧାମ ତମେ କହିଦେଲେ ଧାମ ହେଇଯିବ ଶାସ୍ତ୍ରରେ ଅଛି ଏବଂ ସବୁ ଶାସ୍ତ୍ରଜ୍ଞ ଜାଣନ୍ତି ସମଗ୍ର ଦେଶବାସୀ ଜାଣନ୍ତି ପୃଥିବୀରେ ଜାଣନ୍ତି ଏଇ ଯେଉଁ 4 ଧାମ ଅଛି। ସରକାର ମଧ୍ୟ ଚିଠି ଲେଖିଲେ କାର୍ଯ୍ୟାନୁଷ୍ଠାନ ହବ। ମୁଁ ଭାବୁଛି ସରକାର କାର୍ଯ୍ୟାନୁଷ୍ଠାନ ନେବେ ଏଠି ଯଦି ନ ହବ ତାପରେ ଯୋଉଠିକି ଯିବା କଥା ଯିବେ। ଧାମର ଅର୍ଥ ମମତା ବାନାର୍ଜୀ ବୁଝିପାରୁନାହାନ୍ତି କିନ୍ତୁ 4 ଧାମରେ 4 ଶଙ୍କରାଚାର୍ଯ୍ୟ ରହିଛନ୍ତି ତାକୁ ଧାମ ନିଯୁକ୍ତ କରାଯାଇଛି। ଏଠି କୌଣସି ଶଙ୍କରାଚାର୍ଯ୍ୟ ନାହାନ୍ତି ମଠ ନାହିଁ ତାକୁ ନେଇକି ଧାମ କରିବା। ଖାଲି ଶଙ୍କରାଚାର୍ଯ୍ୟ ନୁହେଁ ସେ ତ ଶଙ୍କରାଚାର୍ଯ୍ୟଙ୍କ କଥା ସେ ଗୋଟେ ଆଉ ଦ୍ୱିତୀୟ କଥା ହେଉଛି ଏଇଟା ପ୍ରଭୁ ଜଗନ୍ନାଥ ଇଏ 4 ଧାମ ଭାରତବର୍ଷର